ରକ୍ଷା କବଚ ମୋ ସବୁଦିନ ଜୀବନ। ମନେ ପକାଅ ତୁମେ ଧୂଳି ଧୂସର ବେଳ ସେଇ ପିଲାଦିନ। ଖେଳିବା ଅନ୍ତେ ପଡ଼ୁଥିଲି ଯେବେ ଧରୁଥିଲ ହାତ ଯୁଗଳେ। କାହିଁକି ତୁମେ ଏଡ଼େ ନିଷ୍ଠୁର କରିଛ ମୋତେ ନିଜଠୁ ଦୂର। ହଜିଗଲେ ଖୋଜି ଆଣୁଥିଲ, ଭାଙ୍ଗିଗଲେ ଗଢ଼ି ଦେଉଥିଲ। ଏହି ଭଙ୍ଗା ହୃଦୟର ମୁଁ ପୂଜାରିଣୀ, ପ୍ରତୀକ୍ଷାରେ ତୁମର। ହୋଇଛି ତୁମ ସ୍ନେହରୁ ବିଚ୍ୟୁତ, ଗୋପିତ ଛିନ୍ନ ଏ ସମ୍ପର୍କ। ମନେ ପକାଅ ରାକ୍ଷୀ ସମ୍ପର୍କ, ପୁନଃ ସିଞ୍ଚି ଦିଅ ଦିବାମୃତ। ମା ବଢ଼ିଆ ଭାଇ ଭଉଣୀ ସମ୍ପର୍କ ତ। ଏ କବିତାରେ ପୁରା ଫୁଟି ଉଠିଛି ଭାଇ ଭଉଣୀଙ୍କ ନିଖୁଣ ବନ୍ଧନ। କିନ୍ତୁ ସେ ଭାଇ ଭଉଣୀ ଉପରେ ରାଗିଛି କାହିଁକି? ମା, ଆଉ ପିଉସୀଙ୍କ ବାକ୍ସକୁ ଏ କବିତାଟା ଆସିଲା କେମିତି? ମୁଁ କବିତାଟି ପଢ଼ି ପଚାରି ଚାଲିଥାଏ ମା'ଙ୍କୁ। ତନୁ ମଧ୍ୟ ମୋ ସହ ତାଳ ଦେଇ ପଚାରି ଚାଲିଥିଲା। ଆଜି ପରା ରାକ୍ଷୀ ପୂର୍ଣ୍ଣିମା। ସକାଳୁ ଉଠି ତନୁ ଅତି ଜୋର ଗଳାରେ ଚିତ୍କାର କରି ଉଠାଇଦେଲା ମୋତେ। କିନ୍ତୁ ମୋତେ ତ ଆହୁରି ଶୋଇବାର ଥିଲା। ପରେ ଗାଧୋଇ ପାଧୋଇ ପ୍ରସ୍ତୁତ ହୋଇଗଲୁ। ତନୁ ମୋ ହାତରେ ରାକ୍ଷୀ ବାନ୍ଧି ନିଜ ଉପହାର ମାଗିଲା। ମୁଁ କହିଲି, ଉପହାରରେ 2 କିଲୋ ବିଧା, କୁଇଣ୍ଟାଲ ଚାପୁଡ଼ା ଆଉ ଟନ୍ ବ୍ରହ୍ମ ଚାପୁଡ଼ା ଦେଲେ କେମିତି ହେବ? ସାମାନ୍ୟ କଥାରେ ତନୁ କାନ୍ଦିବାକୁ ଲାଗିଲା। ମୋ ଅତି ଆଦରରେ ସଞ୍ଚିତ କୁମ୍ପିକୁ ଭାଙ୍ଗିବାକୁ ପଡ଼ିଲା। ବହୁତ ଗୁଡ଼ାଏ ରେଜା ପଇସା ଠନ୍ କରି ଗଣିବାକୁ ବସି ପଡ଼ିଲା ତନୁ। କିନ୍ତୁ ଉପରେ ଦେଖାଯାଉଥିବା 500 ଟଙ୍କାର ନୋଟ୍ଟିକୁ ଟାଣି ଆଣି କହିଲି, ବାକି ତକ ତୋର। ତା ଖୁସି ନ କହିଲେ ସରେ। ବାଃ, କି ଖୁସି ହେଲା ସେ। ଆସିକି 10ଟା ହେଲାଣି, ତା ଗଣା ସରୁନି। ଏ ସମୟରେ ମୁଁ ବାପାଙ୍କୁ ଦେଖିଲି ଷ୍ଟୋର ରୁମ୍ର କବାଟକୁ ଦେଇ ବାହାରକୁ ଚାଲି ଆସିଲି। ଷ୍ଟୋର ରୁମ୍ରେ ବା କାମ କ'ଣ? ମୋର ସନ୍ଦେହ ଦୂର ପାଇଁ ବାପା ଗଲା ପରେ ସିଧା ପଶିଗଲି ଷ୍ଟୋର ରୁମ୍ ଭିତରକୁ। ବଡ଼ ପେଟି ସଦ୍ୟ ମୁକୁଳା ହୋଇ ଥୁଆ ହେଇଥିଲା। ମୁଁ ସେଥିରେ ଯାହା ଦେଖିଲି, ଆଖିରେ ନ ଦେଖିଲେ ବିଶ୍ୱାସ କରିହେବନି। ଗୁଡ଼ାଏ ଗଳ୍ପ ପୁସ୍ତକ, ଜହ୍ନମାମୁଁ ପତ୍ରିକାର ବିବିଧ ପୁରୁଣା ସଂକଳନ, ଆରବ୍ୟ ରଜନୀ ଗଳ୍ପଠୁ ଆରମ୍ଭ କରି ଫକୀର ମୋହନଙ୍କ ଗଳ୍ପ ସ୍ୱଳ୍ପ ବି ରହିଛି। ମୁଁ ବିଶ୍ୱାସ କରିପାରିଲିନି ମୋ ଆଖି ଉପରେ। ସେ ଗଳ୍ପର ମହାସମୁଦ୍ରରେ ଲମ୍ଫ ଦେଇ ପହଁରି ଚାଲିଲି ଯେ ବେଳ ଆସି 12ଟା ହେଲାଣି। ପଛେ ଆସିଲା ତନୁ। ମୋ ଅଗୋଚରରେ ସେ ବି ଗୋଟିଏ ବହି ପୃଷ୍ଠା ପରେ ପୃଷ୍ଠା ଲେଉଟାଇ ବା ପଢ଼ିବାରେ ଲୀନ ହୋଇଗଲା। ମା ଖୋଜି ଆସି ପହଞ୍ଚିଗଲେ ଷ୍ଟୋର ରୁମ୍ରେ। କାନ ଧରି କହିଲେ, ଆରେ ଏଇଥିରେ ତ ମଜିଚ, ଖାଇବନି କି? ମୁଁ ମୋ ମା'ଙ୍କୁ ପଚାରିଲି, ମା, ଏତେଗୁଡ଼ା ବହି ତୁମର ନା? ଏତେ ଭଲ ବହିର ସଂଗ୍ରହ ଆମ ଘରେ ଅଛି, ମୁଁ ତ ଜାଣିନଥିଲି କେବେ। ମା କହିଲେ, ଆରେ ବୋକା, ଏଇଟା ତ ପିଉସୀଙ୍କର। ହଁ, ମୁଁ ଜାଣିଛି ତୁମେ ଦୁହେଁ ଆଶ୍ଚର୍ଯ୍ୟ ହେବ, କାହିଁକି ନା ତୁମେ ତୁମ ପିଉସୀଙ୍କ ବିଷୟରେ କିଛି ଜାଣିନ। ଏସବୁ ତାଙ୍କର। ସେ ମୋର ବି ବହୁତ ଭଲ ସାଙ୍ଗ ଥିଲେ। ଏହି ସମୟରେ ସିନେଟ୍ଟି ପଢ଼ି ମୁଁ ମା'ଙ୍କୁ ପଚାରିଥିବା ପ୍ରଶ୍ନର ଉତ୍ତରରେ ମା କହିଲେ, ଆରେ ପାଗଳା, ସେଦିନ ସେଇ 15 ବର୍ଷ ତଳେ କ'ଣ ହୋଇଥିଲା ଜାଣିଥିଲେ? ମୁଁ ତ ପିଉସୀ ଓ ତୋ ବାପାଙ୍କୁ ଏକାଠି କରିପାରିଥାନ୍ତି, ଆଉ ଏ ସିନେଟ୍ର ବାକି 6 ଧାଡ଼ି ଅଧୁରା ରହିନଥାନ୍ତା ରେ। 15 ବର୍ଷ ତଳେ? ଆଶ୍ଚର୍ଯ୍ୟ ହୋଇ କହିଲୁ ଆମେ 2 ଭାଇ ଭଉଣୀ। ମା କହିଲେ, ମୁଁ ଭଲ ଭାବେ ଜାଣିନି, ବାସ୍ ଏତିକି ଜାଣିଛି। ସେଦିନ ତୋ ପିଉସୀ ଆସି ମୋତେ ଖାଲି କହିଲେ, ମୋ ଭାଇର ଯତ୍ନ ନେବ ଗୀତା। ଏଇଥିପାଇଁ ମୁଁ ତୋ ବାପାଙ୍କୁ ବାହା ହେଲି। ସେଦିନ ତାଙ୍କର ଏକ ନାଚ ପ୍ରୋଗ୍ରାମ ଥିଲା ଗୋପାଳଜୀଉ ହଲ୍ରେ। ସେ ସେଠିକୁ ଗଲାବେଳେ ମୋତେ ଖାଲି କହିଦେଇ ଯାଇଥିଲେ ଏତିକି, ବାସ୍, ମୋ ଭାଇର ଯତ୍ନ ନେବ। ମୋତେ ଓ ତନୁକୁ କେମିତି ଆଶ୍ଚର୍ଯ୍ୟ ହେବା ଭଳି ଲାଗିଲା। ଖରାବେଳ ସାରା ନ ଶୋଇ ତନୁ ଓ ମୁଁ ସେଇ କଥା ହେଲୁ। ପରେ ଅପରାହ୍ନରେ ନାଟକ କରି ଚାଲି ଆସିଲୁ ବାହାରକୁ। କିନ୍ତୁ କ'ଣ କରିବୁ କିଛି ବୁଝିପାରୁନଥିଲୁ। ସାଇକେଲଟିକୁ ପେଲି ପ୍ରଥମେ ଗଲୁ ଗୋପାଳଜୀଉ ହଲ୍କୁ। କିନ୍ତୁ ଏତେ ପୁରୁଣା ରେକର୍ଡ଼ ବାହାର କରିବା ତ ଅସମ୍ଭବ। ମୁଁ କିନ୍ତୁ ପ୍ରଥମେ ଗୋଟେ ଚେଷ୍ଟା କଲି, କାହିଁକି ନ ହେବ? ମୁଁ କାର୍ଯ୍ୟକ୍ରମ ନିର୍ଦ୍ଦେଶକଙ୍କୁ କହିଲି। ସେ କିନ୍ତୁ ସମ୍ପୂର୍ଣ୍ଣ ଅସମ୍ଭବ ବୋଲି ମୋତେ କହିଲେ।
କିନ୍ତୁ ମୁଁ ତ ହାର ମାନିବା ପିଲା ନୁହେଁ। ନିବେଦନ ଜାରି ରହିଲା। 10 ମିନିଟ୍, 20 ମିନିଟ୍, 25 ମିନିଟ୍। ଶେଷରେ ତାଙ୍କ କାର୍ଯ୍ୟରେ ବାଧା ଆସୁଥିବାର ପରିକଳ୍ପନା କରି 2006 ମସିହାର ଏକ ମୋଟା ଫାଇଲ୍ ଧରେଇଦେଲେ। ଆମେ ଭାଇ ଭଉଣୀ ନିରୀକ୍ଷି କରି ଉଣ୍ଡାଇ ଚାଲିଲୁ। କିନ୍ତୁ କେଉଁଠି କାହିଁ ପିଉସୀଙ୍କ ନାମ ଅର୍ଚ୍ଚନା ସାହୁ। କାହିଁ କେଉଁଠି ମଧ୍ୟ ଲେଖା ହୋଇନାହିଁ ତ ସେ ନାମ। ଶେଷରେ ହତାଶ ହୋଇ ଥୋଇଦେଲୁ ଟେବୁଲ ଉପରେ ସେ ଫାଇଲକୁ। ଆମେ ନିରାଶ ହୋଇ ଯାଉଥିବା ସମୟରେ କେହି ଜଣେ ପଛରୁ ଡାକି କହିଲେ, ତୁମେ ଭାବଗ୍ରାହୀଙ୍କ ପୁଅ ନା? ଚେହେରାର ସାମଞ୍ଜସ୍ୟ ପାଇଁ ମୁଁ କହିଲି, ପୁରା ମିଶି ଯାଉଛି ବାପାଙ୍କ ଚେହେରା ସହିତ। ମୋ ମନରେ ପିଉସୀଙ୍କୁ ଖୋଜିବା ପାଇଁ ନୂତନ ଉନ୍ମାଦନା ଖେଳିଗଲା। ସେ ତାଙ୍କ ସହ ଆମକୁ ତାଙ୍କ ଘରକୁ ନେଇ କହିଲେ, ତୁମେ ଚେଷ୍ଟା କଲେ ମଧ୍ୟ ଅର୍ଚ୍ଚନାକୁ ଖୋଜି ପାରିନଥାନ୍ତ, କାହିଁକିନା ସେ ବହୁତ ଭଲ ନର୍ତ୍ତକୀ ଥିଲେ। କିନ୍ତୁ କାହିଁକି କେଜାଣି ସେଦିନ ନିଜ ନାମ କାଟି ଦେଇଥିଲେ ସେଇ ପ୍ରୋଗ୍ରାମରୁ। ତାପରେ ମୁଁ ତାଙ୍କୁ ଦେଖିନି। ସେ କେଉଁଠାକୁ ଗୋଟେ ଚାଲି ଯାଇଥିଲେ ବୋଧେ। ବାସ୍ ସେତିକି ଜାଣିଛି, ତୁମ ବାପାଙ୍କୁ ବହୁତ ଭଲ ପାଉଥିଲେ। ହଁ, ଆଉ ଗୋଟେ କଥା, ତୁମ ବାପା ବି ଜଣଙ୍କୁ ଭଲ ପାଉଥିଲେ, ଆଉ ତାକୁ ହିଁ ବିରୋଧ କରୁଥିବାରୁ ତୁମ ପିଉସୀଙ୍କ ଉପରେ ତୁମ ବାପା ରାଗି ଯାଇଥିଲେ। ଏବେ କେସ୍ଟି ବହୁତ ଜଟିଳ ହୋଇ ଚାଲିଥିଲା। ଆମେ ଯେତିକି ସହଜ ଭାବୁଥିଲୁ ସେତିକି ସହଜ ମଧ୍ୟ ନଥିଲା ଉକ୍ତ ଘଟଣାଟି। ତଥାପି ତାଙ୍କ ଘର ପଛରୁ ସାଇକେଲ ପେଲି ଆସୁଥିବା ସମୟରେ ମୁଁ ପଛପଟେ ଜଣେ ଲୁଗା ବିକାଳି ମାଉସୀଙ୍କୁ ଦେଖିଲି। ମୁଁ ତାଙ୍କୁ ଗୋପାଳଜିଉ ହଲ୍ ପାଖରେ ମଧ୍ୟ ଦେଖିଥିଲି। କ'ଣ କରିବି, କିଛି ମୁଣ୍ଡ କାମ କଲାନି। ଚାରିପଟେ ନିଶୁନ ଘର। ଏଇ ନିଶୁନ ଜାଗାରେ କିଏ କାହିଁକି ଲୁଗା ବିକିବାକୁ ଯିବ? ମୁଁ ତନୁକୁ ଶୀଘ୍ର ବସିବାକୁ କହି ସାଇକେଲ ଚଲାଇଲି ଜୋରରେ। ଆଇନାରେ ଦେଖିପାରୁଥାଏ ପଛରୁ ସେ ଲୁଗା ବିକାଳିଙ୍କ ଗତି ମଧ୍ୟ ବଢ଼ିଛି। ମୁଁ ହଠାତ୍ ଏକ ବଙ୍କାଣୀରେ ବୁଲି ଏମିତି ସେ ଲୁଗା ମାଉସୀଙ୍କ ପାଖକୁ ଆସିଲି। ସେ ତଳେ ପଡ଼ିଗଲେ। ତନୁ ତାଙ୍କୁ ଜାବୁଡ଼ି ଧରିଲା। ମୁଁ ତାଙ୍କୁ ପଚାରିଲି, ତୁମେ ପିଲା ଚୋର ନୁହେଁ ତ? ମୁଁ ତୁମକୁ ଦେଖୁଛି ଆମ ପିଛା କରୁଥିଲ ଯେ, ମୁଁ ତୁମକୁ ପୋଲିସରେ ଦେଇଦେବି। ସେ ପୋଲିସ କଥା ଶୁଣି ଡରିଗଲେ, ଆଉ ଆମକୁ କହିଲେ ମୁଁ ଚୋର ନୁହେଁ, କିନ୍ତୁ ବହୁତ ବଡ଼ ଜଣେ ଦୋଷୀ ତୁମ ପିଉସୀଙ୍କ ପାଇଁ। ମୋତେ ଛାଡ଼, ମୁଁ କହୁଛି, ସବୁ କିଛି କହୁଛି। ସେ ପାର୍ଶ୍ୱସ୍ଥ ପୋଲ ଧାରରେ ବସିଲେ। କହିଲେ, ଶୁଣ, ମୁଁ ହିଁ ସେ ଅଭାଗିନୀ ଯେ ତୁମ ବାପାଙ୍କୁ ବହୁତ ଭଲ ପାଉଥିଲି, କେବଳ ଯେ ସମ୍ପତ୍ତି ପାଇଁ। କିନ୍ତୁ ଦିନେ ତୁମ ପିଉସୀ ମୋତେ ଧରିଦେଲେ। ତୁମ ବାପାଙ୍କ ଜୀବନରୁ ଚାଲିଯିବାକୁ କହିଲେ। ପୂର୍ବରୁ ମୁଁ ସର୍ତ୍ତ ରଖିଥିଲି, ମୁଁ ଯଦି ତୁମ ବାପାଙ୍କୁ ଛାଡ଼ିଦେବି ତେବେ ତୁମ ପିଉସୀ ତାଙ୍କ ପ୍ରେମ ଛାଡ଼ିଦେବେ। ସେ ନିଜ ପ୍ରେମ ମଧ୍ୟ ଛାଡ଼ିଦେଇ ମୋ ହାତରେ ସମର୍ପି ଦେଇଥିଲେ। କିନ୍ତୁ ମୁଁ ମିଛେଇ ତୁମ ବାପାଙ୍କୁ ସଲା ସୁତୁରା କରି ଏପରି କହିଥିଲି ଯେ ମୁଁ ତୁମ ପିଉସୀଙ୍କ ପାଇଁ ତାଙ୍କୁ ଛାଡ଼ି ଦେଇଛି। ତୁମ ବାପା ବହୁତ ରାଗି ଯାଇଥିଲେ ତୁମ ପିଉସୀଙ୍କ ଉପରେ। କିନ୍ତୁ ଦିନେ ତୁମ ପିଉସୀ ଆସି ମୋତେ ଧନ୍ୟବାଦ ଦେଇଥିଲେ ଯେ ମୁଁ ତାଙ୍କୁ ବାପାଙ୍କଠୁ ଅଲଗା କରିଦେଇଛି ବୋଲି। ମୁଁ କିଛି ବୁଝିପାରିଲିନି। କିନ୍ତୁ ଦିନେ ତୁମ ପିଉସୀଙ୍କ ପ୍ରେମିକ ଅସଲ ଚେହେରାକୁ ଜାଣିଗଲେ। ମୁଁ ଏସବୁ ତୁମ ପିଉସୀଙ୍କ କାମ ହୋଇଥିବ ଭାବି ମୋ ଭାଇ ଦ୍ୱାରା ତୁମ ପିଉସୀଙ୍କୁ ଅପହରଣ କରିଥିଲି। ତାପରେ ମୋ ଭାଇ ତାଙ୍କୁ ନେଇ ତା ଘରେ ରଖିଥିଲା। ପରେ ତା'ର ମୋର ଯୋଗାଯୋଗ ନାହିଁ। ପରେ ଜାଣିବାକୁ ପାଇଲି ତୁମ ପିଉସୀ ମରିଯାଇଥିଲେ, କିନ୍ତୁ କାହିଁକି ଜାଣିବାକୁ ଚେଷ୍ଟା କରିନି। ଆମେ ଏସବୁ ଶୁଣି ଆଶ୍ଚର୍ଯ୍ୟ ହୋଇଯାଇଥିଲୁ। ପରେ ସୌଭାଗ୍ୟବଶତଃ ସେ ମାଉସୀ ଯେଉଁ ଠିକଣା କହିଥିଲେ ସେହିଠାରେ ହିଁ ଥିଲେ ତାଙ୍କ ଭାଇ। ତାଙ୍କ ଭାଇଙ୍କଠୁ ଯାହା ପାଇଲୁ, ଶୁଣିଲୁ, ଜାଣିଲୁ, ମୋ ହୋସ୍ ଉଡ଼ିଗଲା। ସେଠୁ ପାଇଥିବା ଗୋଟେ ଚିଠି ଆଉ ଏକ ରାକ୍ଷୀକୁ ନେଇ ଆସି ଫେରିଲୁ ଘରକୁ। ମାଆଙ୍କ ଆଗରେ ପଢ଼ିଲୁ। ପିଉସୀ ଲେଖିଥିଲେ, ଭାଇ ମୋତେ କ୍ଷମା କରିଦେବ। ତୁମ ପ୍ରେମଠାରୁ ତୁମକୁ ଅଲଗା କରିଦେଲି, ଆଉ ତୁମକୁ ମୋଠୁ ଦୂରେଇ ଦେଲି, କାହିଁକିନା ମୁଁ ଚାହୁଁନଥିଲି
ମୋ ମୃତ୍ୟୁ ପୂର୍ବରୁ ତୁମେ ମୋତେ ଭଲ ପାଇ ସାରା ଜୀବନ କଷ୍ଟ ପାଅ। ମୁଁ ମୋ ଭଲ ପାଇବାକୁ ମଧ୍ୟ ଛାଡ଼ିଦେଲି। ଜାଣିଛି ମୋର ରକ୍ତ କର୍କଟ ଶେଷ ସୋପାନ। ସେଦିନ ତୁମ ପ୍ରେମିକା ତୁମଠୁ ମୋତେ ଅଲଗା କରିଦେଲା। ତେଣୁ ମୁଁ ତା ପାଖରେ ଚିରଋଣୀ। ଆଉ ଶୁଣ ଭାଇ, ମୁଁ ଜାଣିନି, ମୁଁ ଚାହୁଁନି ଏ ଚିଠି ତୁମ ପାଖରେ ପହଞ୍ଚୁ ବୋଲି, କିନ୍ତୁ ମୋ ଉପରେ ରାଗିଥିବ, ନହେଲେ ମୋ ମୃତ୍ୟୁ ପରେ ତୁମକୁ ଦୁଃଖ ହିଁ ମିଳିବ। ଇତି ତୁମ ଅର୍ଚ୍ଚନା। ତୁମ ଭଉଣୀ। ଆମ ଆଖିରେ ଲୁହ ଜକେଇ ଆସିଲା। ଆଉ କବାଟ ପାଖରେ ସବୁ ଶୁଣୁଥିଲେ ବାପା। ପରେ ବାପା ରାକ୍ଷୀକୁ ଆମ ହାତରୁ ଛଡ଼େଇ ନେଇ ସିଧା ଚାଲିଗଲେ ଷ୍ଟୋର ରୁମ୍ ଆଡ଼କୁ। କାଗଜରେ ଗୋଟେ କ'ଣ ଲେଖିଦେଲେ। ପରେ ମୁଁ ଯାଇ ଦେଖିଲି, ଭଉଣୀ ମୋର ଅତି ଆପଣାର, କରିନି ତୋତେ ପର। ସବୁଦିନ ତୁ ମୋର ଆଉ ମୁଁ ତୋର। ଜୀବନ ଉଲ୍ଲାସ ହଜିଥିଲେ କହିଥାନ୍ତୁ, ଭାଙ୍ଗିଥିଲେ ହୁକୁମ ଦିଅନ୍ତୁ। ମୁଁ ଏଇ ତ ଭାଇ, ଖୋଜି ଦେଇଥାନ୍ତି, ଗଢ଼ି ଦେଇଥାନ୍ତି। କିନ୍ତୁ ତୁ ଏମିତି ମୋତେ ଛାଡ଼ି ଦେଇ ଏତେ ବଳିଦାନ ଦେଲୁ। ତୋ ନାମରେ ଏ ରାକ୍ଷୀ ସର୍ବଦା ରହିବ ମୋ ହାତରେ। ଅଧା ସିନେଟଟି ପୁରା ହୋଇଗଲା। କିନ୍ତୁ ଶେଷରେ ନିୟମର ବ୍ୟତିକ୍ରମ। ବାପା ଶେଷ 6 ଧାଡ଼ିର ଅକ୍ଷର ସମାନ 18-20 ରଖିନାହାନ୍ତି। ଛାଡ଼, ଏଇ ଧାଡ଼ି କେତେକ ସ୍ନେହରେ ତ ଲେଖାଯାଇଛି, ସେତିକି ଯଥେଷ୍ଟ। ସିନେଟକୁ ନିୟମ ନୁହେଁ, ଭାବ ସୁନ୍ଦର କରିଥାଏ।